ତାଙ୍କ ବାପା ଗୋଟେ ମନ୍ଦିରରେ କାମ କରୁଛନ୍ତି, ସେବା କରୁଛନ୍ତି, ସେଥିରେ କିଛି ଚୋରି ଫୋରି କରିଛନ୍ତି, ଯେଉଁଟାକି ସେଟା ଗୋଟେ ଘଟଣାକୁ ନେଇକି ଚୋରି କରିଛନ୍ତି, ମାନେ ସେଟା ଚୋରି କରିବାର ନଥିଲା କିନ୍ତୁ ତାଙ୍କ ପରିସ୍ଥିତି ସେଇଭଳିଆ ହେଇଛି। ଗୋଟେ ବହୁତ ବଢ଼ିଆ ଷ୍ଟୋରିଟା ହେଇଛି, ସେ ଷ୍ଟୋରିକି ନେଇକି କରାହେଇଛି। ଯେହେତୁ ଆମେ ତାକୁ ନେଇକି ବି ଥାନାକୁ ଯାଉଛୁ, ବଢ଼ିଆ ଷ୍ଟୋରିରେ ହେଇଛି। ଯେବେ ରିଲିଜ୍ ହେବ ନିହାତି ଆପଣମାନେ ଜାଣିପାରିବେ। ତା ବିନୁ ଅନ୍ୟ ଗତି ନାହିଁ ଭଜନ। ଏଇଟା ଆମର କ'ଣ ନାଁଟା ମନେ ପଡ଼ୁନି, ଏଇଟା ତ ନୂଆ ଚ୍ୟାନେଲଟା। ମୁଁ ସେଇଟା ଏଥର କାହିଁକି ନା ଶୁଣନ୍ତୁ, ଆମେ ଯେଉଁଠି ଆକ୍ଟିଂ କରିବାକୁ ଯାଉଛୁ, କିଏ କେଉଁ ବ୍ୟାନରରେ ହେଉଛନ୍ତି ସବୁ ଡିଟେଲ୍ କହୁନାହାନ୍ତି। ଗୋଟେ ଅଛନ୍ତି ପ୍ରଡ୍ୟୁସର ହେଇଥିବେ, ଜଣାପଡ଼ୁନଥିବେ, ଦେଖିଲା ଆସିକି ସେ ତା ଭିତରେ ଅଲଗା ପ୍ରଡ୍ୟୁସର ଥିବ, ତାଙ୍କ ନାଁ ଥିବ, ଏମିତି ଟାଇପ୍ର ବି ହେଉଛି। ତ ବାସ୍ ଆକ୍ଟିଂ କରିବାକୁ ଆସିଛି। ଜଗନ୍ନାଥ କେତେ ଭଲ ପାଆନ୍ତି? ଜଗନ୍ନାଥଙ୍କର ନାଁ ଧରିଲେ ହୃଦୟ ଭିତରେ ଅଛନ୍ତି। ଆଉ ପ୍ରାୟ ଦେଖୁଛନ୍ତି ଆପଣମାନେ, ଆଗକୁ ଢେର ସାରା ମୁଁ ଭିଡ଼ିଓ କରିଛି ବି ଆମର ପୁରୀରେ ବଡ଼ଦାଣ୍ଡରେ, ଆଉ ଆଗକୁ ବି 2ଟା ଖଣ୍ଡେ ଭଜନ ଆସୁଛି ସେଇ ବଡ଼ଦାଣ୍ଡ ପୁରୀରେ ଆସୁଛି, ସମୁଦ୍ରରେ। ମୋତେ ଭାରି ଭଲ ଲାଗେ ପୁରୀରେ ସୁଟିଂ କରିବାକୁ ଜଗନ୍ନାଥଙ୍କର ଭଜନ। ଆଉ ଏଇଟା ତ ବହୁତ ବଢ଼ିଆ, ଗୋଟେ ଲାବଣ୍ୟଗିରି ଗୋଟେ ସୁନ୍ଦରପଦାରେ ସୁଟିଂ ହେଉଛି, ବହୁତ ସୁନ୍ଦର ଜାଗା। ଆପଣମାନେ ଆସିଲେ ଜାଣିପାରିବେ ଏଇ ଜାଗାଟାର ଏତେ ଖୁସି ଲାଗୁଛି। ଆଉ ଖାଇବା ବି ଏଇଠାର ବହୁତ ବଢ଼ିଆ ଲାଗେ। ଆସନ୍ତୁ ଆପଣମାନେ। ଆଉ ଭଜନଟା ଆମର ଯେଉଁଟା ରିଲିଜ୍ ହେବ ଆପଣମାନେ ଦେଖିବେ, ବହୁତ ସୁନ୍ଦର ଭଜନଟି ହେଇଛି। ଏଇଟା ନିକଟ ଏଇ ଜଷ୍ଟ ହେଇଯିବ, ଅଳ୍ପ ଦିନ ଭିତରେ ହେଇଯିବ, କିନ୍ତୁ ଡେଟ୍ଟା ଫିକ୍ସ କରାଯାଇନି। ଓକେ, ରହିଲି। ଭାଇ ମାନସ ଭାଇ କହିଲେ କେହି ତ ଚିହ୍ନି ପାରିବେ ନାହିଁ, କିନ୍ତୁ ନୟାଗଡ଼ଟା ମାନସ କହିଲେ ସାରା ଓଡ଼ିଶା ଜାଣିବ। ଏଇଟା ଗୋଟେ ବହୁତ ବଢ଼ିଆ ମାନେ ଭଜନ, ତା ବିନୁ ଅନ୍ୟ ଗତି ନାହିଁ। ଆଉ ଯେଉଁଟା ଫାଷ୍ଟ କହିଲେ ନୟାଗଡ଼ ଟୋକା ମାନସ, ମାନସ କହିଲେ ପ୍ରକୃତିରେ ହିଁ ଜାଣି ପାରୁନାହାନ୍ତି କି, କିନ୍ତୁ ନୟାଗଡ଼ ଟୋକା ମାନସ କହିଲେ ସମସ୍ତେ ଜାଣନ୍ତି। ଆଜି ବହୁତ ବଢ଼ିଆ ସିନ୍ ଯାଆନ୍ତୁ, ପଛଆଡ଼େ ବ୍ୟାକଗ୍ରାଉଣ୍ଡ ଦେଖୁଛନ୍ତି ଆପଣ, ପୋଲିସ ସିନ୍, ପୋଲିସ ଗେଟଅପରେ ଆଜି ଥିଲା ବହୁତ ବଢ଼ିଆ ସିନ୍ଟା। ତା ବିନୁ ଅନ୍ୟ ଗତି ନାହିଁ। ଗୋଟେ ଭିଡ଼ିଓ ବନେଇବାରେ କେତେ ଦିନ ହେଲାଣି? ଏଇଟା କାଲି ଷ୍ଟାର୍ଟ ହେଇଛି, କାଲି ଆଉ ଅଳ୍ପ କିଛି ପ୍ୟାଚଅପ୍ ଥିଲା। ଆଉ ବହୁତ ବଢ଼ିଆ ଆଲୋକ ଡିରେକ୍ସନ୍ ଦେଉଛନ୍ତି, ଆଲୋକ ବହୁତ ଭଲ ଲାଗୁଛି ତାଙ୍କ ଡିରେକ୍ସନ୍। ଆମର ସାନ ଭାଇଟିଏ ମୋ ପାଖରେ ଆଗରୁ କାମ କରୁଥିଲେ ବି, ଆଉ ସେ ଯେତେବେଳେ ଉପରୁ ଯାଇକି ଗୋଟେ ଜାଗାରେ ପହଞ୍ଚିଲେଣି, ମୋତେ ଭାରି ଖୁସି ଲାଗୁଛି। ସିଏ ଆଜି ଡାକିଛନ୍ତି ଯେ ଭାଇ ଆସିକି ଗୋଟେ ଆକ୍ଟିଂ କର, ପୋଲିସ କ୍ୟାରେକ୍ଟରରେ ମୁଁ ଆଜି ଥିଲି। ବହୁତ ବଢ଼ିଆ ବି ମୋର ସର୍ଟ ନେଇଛନ୍ତି, ଗୋଟେ ଥାର୍ରେ ଆଜି ସର୍ଟ ଯାଇଛି, ପୋଲିସ ଇନ୍ସପେକ୍ଟର। ବହୁତ ବଢ଼ିଆ ଭଜନଟା ବି ବହୁତ ବଢ଼ିଆ, ଶୁଣିବା ପାଇଁ ବହୁତ ଭଲ ଲାଗୁଛି। ଆପଣମାନେ ଆସିଲା ପରେ ଦେଖିଲା ପରେ ଜାଣିପାରିବେ। ଆଉ ଆକ୍ଟର କେତେ ଜଣ ଅଛନ୍ତି? ଆଉ ଏଇ ଭଜନଟା କାହାକୁ ନେଇ? ହଁ, ଏଇଟା ଗୋଟେ ମନ୍ଦିରକୁ ନେଇ ହେଇଛି। ଆମର ହିରୋ ଅଛନ୍ତି, ଚନ୍ଦନ ଅଛନ୍ତି, ମୋର ସାନ ଭାଇଟିଏ। ଆଉ ବାପ ପୁଅ ଉପରେ ଅଛି।